ଓ ନାରାୟଣ ନମସ୍କୃତଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀ ବ୍ୟାସଂ ତତୋ ଜୟ ମୁଦ୍ରେ ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା ଆଦୌ ଚାନ୍ତେ च मध्ये च हरि सर्वत्र गीयते नमामि रामं रघुवंशमोक्षं नमामि रामं सुरकल्पवृक्षं श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। नमामि रामं कमलायताक्षं नमामि रामं रघुनंदनाख्यं श्रीराम जय राम जय रघुनंदन जय घनश्याम। भक्तवत्सल भगवान की जय। आनंद चंद्र भगवान की जय। सच्चिदानंद भगवान की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। मर्यादा पुरुष राम नारायण की जय। लखनलाल जी की जय। भरतलाल जी की जय। शत्रुलाल जी की जय। जगन्नाथ नंदिनी सीता देवी की जय। संकट मोचन हनुमान की जय। झंकड़ वासिनी माँ शारदा को जय। स्वर्गमर्त पाताल की जय। दशदी गोपाल को जय। यूट्यूब कर्मकर्ता मान को जय। मोर प्रिय श्रोताबंधु मान को जय। अग्निजल देवता को जय। वसुधा देवता को जय। पवन देवता को जय। सूर्य चंद्र देवता को जय। मोर प्रिय श्रोता बंधु आपण मानक मथलटा प्रणाम करी आरंभ करने को जाऊँ। ये धारावाहिक संपूर्ण रामायण कथा आपण माने दयाकरी संपूर्ण शुणिबे। ये रामनारायण कथार प्रभाव आपण माने भल भाव जानते। एणु एथिरे तन्न तन्न करी विषय वस्तु अच्छी इाड़ू पदे सियाड़ू पदे ना। तेणु आपण मैंने मन देकी संपूर्ण शुणिबे आ दयाकरी टे सब्सक्राइब करेंगे आ लाइक टे करते ये आशा आकांक्षा आ कि ना। आपण मैंने तुलसीदास महाराज रामायण कथा शुणुंट। मारई काटई धरही पचारई श्री राम जय राम श्री सतऋषि सन सन मारई श्री राम जय राम उदर विदारई भुजा उपारई श्री राम जय राम गई पदवनी पटकी बट डारही श्री राम जय राम। भक्तवत्सल भगवान के जय। युद्धा चली उभय पक्षरे योद्धा रणरसरे उन्मत्त हो जाते बानर मानकर बल थिले श्रीराम। तेणु से जुणी था केवल बानर मान बल मर्यादा पुरुष राम तो कई क्या कम नुहति। मर्यादा पुरुष राम साक्षात नारायण। बानर मान भी नारायण अंश धरिकी जन्म होती देवता अंश धरिकी विभिन्न देवता अंश धरिकी से नहने साधारण भालू माकड़ कौन युद्ध करें ना क्या जीति पारे।
ବାନର ରାକ୍ଷସମାନେ ପରସ୍ପର ଲଢ଼ୁଥାନ୍ତି, ଆହ୍ୱାନ ଦେଉଥାନ୍ତି ଏବଂ ଏକକୁ ଆରକୁ ତଳେ ପକାଇକି ଦଳମର୍ଦ୍ଦଳ କରିଦେଇଥାନ୍ତି। ସେମାନେ ନିଜ ନିଜର ଶତ୍ରୁକୁ ମାରକାଟ କରୁଥାନ୍ତି, ପରସ୍ପରକୁ ଧରିକି ତଳେ କଚାଡ଼ି ଦେଉଥାନ୍ତି ଏବଂ ମୁଣ୍ଡ ଛିଣ୍ଡେଇ ସେହି ମୁଣ୍ଡ ଦ୍ୱାରା ଅନ୍ୟର ମୁଣ୍ଡକୁ ପ୍ରହାର କରିଥାନ୍ତି। ଏକକୁ ଆରେକ ପେଟକୁ ଫୁଟେଇ ଦେଉଥାନ୍ତି, ବାହାକୁ ଉପାଡ଼ି ଦେଉଥାନ୍ତି ଏବଂ ଯୋଦ୍ଧାମାନଙ୍କର ଗୋଡ଼ ଧରିକି ବୁଲେଇ ବୁଲେଇକି ତଳେ କଚାଡ଼ି ଦେଉଥାନ୍ତି। ଏଇଭଳି ବିଭିନ୍ନ ପ୍ରକାର ଯୁଦ୍ଧରେ କ'ଣ ଆପଣମାନେ ଚିନ୍ତା କରିବେ, କି କାହାର କେତେବେଳେ କ'ଣ କରିଦେବ ସେ କଥା ତ କେହି ଆଗୁଆ କହିପାରିବନି। ନିଶିଚର ଭଟ୍ଟ ମହି ଗାରଡ଼ଇ ଭାଲୁ, ଉପର ଢାରି ଦେଇ ବହୁ ବହୁ ବାଲୁ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ବୀର ବୋଲି ମୁଖ ଯୁଦ୍ଧ ବିରୁଦ୍ଧେ, ଦେଖିଅ ତବେ ପୁଲ କାଲ ଜନୁ କ୍ରୋଧେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଭାଲୁମାନେ ରାକ୍ଷସ ଯୋଦ୍ଧାଙ୍କୁ ମାରିକି ଗାତରେ ପକାଇକି ତାକୁ ବାଲିରେ ପୋତି ଦେଉଥାନ୍ତି, ଆଉ ଜଣାପଡ଼ିବନି ଆଉ କ'ଣ। ଶତ୍ରୁ ବିରୁଦ୍ଧରେ ଲଢ଼ୁଥିବା ବାନରମାନେ ବହୁ ସଂଖ୍ୟକ କ୍ରୁଦ୍ଧ କାଳପୁରୁଷ ପରି ଦେଖାଯାଉଥାନ୍ତି। ରାକ୍ଷସମାନେ ତ ଆପଣମାନେ ଜାଣିଛନ୍ତି, ମହାବିକଟାଳ ବିରାଟ ବିରାଟ ରାକ୍ଷସ। ଦେହରୁ ରକ୍ତ ଧାର ଧାର ହେଇକି ବହି ଯାଉଥାଏ। ସେଇ ବାନରମାନେ ରକ୍ତାକ୍ତ ଶରୀରରେ ଅତ୍ୟନ୍ତ କ୍ରୋଧ ହୋଇ କାଳ ଭଳିଆ ଶୋଭା ପାଉଥାନ୍ତି। ଯେମିତି କାଳ ଠିଆ ହେଇକି ଆଗରେ ସେମିତି ଦେଖାଉଥାନ୍ତି। ସେମାନେ ରାକ୍ଷସ ସୈନ୍ୟଙ୍କ ବଳବାନ ବୀର ଯୋଦ୍ଧାମାନଙ୍କୁ ବି କେତେବେଳେ ସମୟ ପାଇଲେ ଦଳି ଦେଉଥାନ୍ତି ଏବଂ ମେଘ ପରି ଗର୍ଜନ କରୁଥାନ୍ତି। ଜୋରରେ ଗୋଇଠା ଚାପୁଡ଼ ବି ମାରୁଥାନ୍ତି, ଦାନ୍ତରେ କାମୁଡ଼ି ପକାଉଥାନ୍ତି। ସେଗୁଡ଼ା ତ ଆପଣମାନେ ଶ୍ରୋତା ବନ୍ଧୁ ଜାଣିଥିବେ। ଭାଲୁ ମାଙ୍କଡ଼ର ପାଟିରେ ବେଶୀ କାରବାର, ତାଙ୍କର ଗୋଡ଼ର ବେଶୀ ନୁହେଁ, ପାଟି ହାତ ହେଲା ମୁଖ୍ୟ ପକାଉଥାନ୍ତି ଏବଂ ଲାତ ମାରି ମାରିକି ଦଳି ଦେଉଥାନ୍ତି। ବାନର ଭାଲୁମାନେ ଗର୍ଜନ କରୁଥାନ୍ତି ଏବଂ ରାକ୍ଷସମାନେ ଯେପରି ନଷ୍ଟ ହୋଇଯିବେ ସେହିପରି ବିଭିନ୍ନ ବୁଦ୍ଧି ପାଞ୍ଚୁଥାନ୍ତି। ଛଳନା ବଳ କୌଶଳରେ ସେମାନେ ଯୁଦ୍ଧ କରୁଥାନ୍ତି। ଧରି ଗାଲ ପାରଇ ଉର ବିଦାରହି, ଗଲ ତାରି ମେଲହି। ପ୍ରହ୍ଲାଦ ପତି ଜନୁ ବିବିଧ ତନୁ, ଧରି ସମର ଅଙ୍ଗ ନଖେଲହି। ଧରୁ ମାରୁ କାଟୁ ପଛାରୁ ଘର, ଗିରା ଗଗନମହି ଭରି ରହି। ଜୟ ରାମ ଜୟ ତୃଣ ଦେତେ କୁଲିଶ, କର କୁଲିଶ ତେ କର ତୃଣ ସହି। ସିୟାବର ରାମଚନ୍ଦ୍ର ଶଙ୍କର ହରି ଓଂ, ବଜୁ ମଙ୍ଗଳ ଭବନୟ ମଙ୍ଗଳ ହାରି। ଲବକୁଶ ଦଶରଥ ଅଜିର ବିହାରୀ, ଶ୍ରୀରାମ ଜୟ ଜୟ ରାମ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ବାନରମାନେ ରାକ୍ଷସମାନଙ୍କର ଗାଲ ଧରିକି ଚିରି ଦେଉଥାନ୍ତି। ତାଙ୍କର ତ ବିରାଟ ବିରାଟ ନଖ। ଯିଏ ମନେ କରିଥାନ୍ତି ରାକ୍ଷସମାନେ ବାନରକୁ ଆମେ ଫୋପାଡ଼ି ଦେମୁ, ସମୁଦ୍ରକୁ ପକାଇଦେମୁ, ବାନରମାନେ ବି କମ୍ ନୁହନ୍ତି। ରାକ୍ଷସଙ୍କ ଛାତିକି ଦି ପାଖରୁ ଧରିକି ବି ଦି ଜଣ
ମଝିରୁ ଚିରି ଦେଉଥାନ୍ତି ଏବଂ ଅନ୍ତବୁଜୁଳା କାଢ଼ି ବେକରେ ପକାଇ ଦେଉଥାନ୍ତି। ସେଇ ବାନରମାନେ ଏପରି ଦିଶୁଥାନ୍ତି ଯେ ଯିଏ ଦେଖିବ ବା ଯିଏ ଭାବିବ ସତେ ଯେପରି ପ୍ରହ୍ଲାଦଙ୍କ ପ୍ରଭୁ ନୃସିଂହ ଅନେକ ଶରୀର ଧାରଣ କରି ରଣ ପ୍ରାଙ୍ଗଣରେ କ୍ରୀଡ଼ା କରୁଛନ୍ତି ସେମିତି ଶୋଭା ପାଉଥାଏ। ଚତୁର୍ଦିଗରେ ଧର ଧର ମାର ମାର କାଟ କାଟ ଶବ୍ଦ ଶୁଭୁଥାଏ। ସେମାନେ ଶ୍ରୀରାମଙ୍କର ଜୟଧ୍ୱନି କରି କହୁଥାନ୍ତି। ଯେଉଁ ଶ୍ରୀରାମ ତୃଣକୁ ମାନେ ଘାସକୁ ବଜ୍ର ସମାନ ଓ ବଜ୍ରକୁ ତୃଣ ସମାନ କରିଦେଇ ପାରନ୍ତି। ତାଙ୍କର ବା କି ଶକ୍ତି ନାହିଁ, ଅର୍ଥାତ୍ ଦୁର୍ବଳକୁ ସବଳ ଓ ସବଳକୁ ଦୁର୍ବଳ କରିଦେଇ ପାରିଥାନ୍ତି, ଧଳାକୁ କଳା କରିପାରନ୍ତି। ଯିଏ ସ୍ୱୟଂ ନାରାୟଣ ସୃଷ୍ଟିକର୍ତ୍ତା ତାଙ୍କୁ କ'ଣ ବା ଅଜଣା, ଆଉ କ'ଣ ବି ସେ ନ କରିପାରିବେ। ହେ ପ୍ରଭୁ ଶ୍ରୀରାମଙ୍କର ଜୟ ହେଉ ଏମିତି କହୁଥାନ୍ତି। ନିଜ ଦଳ ବିଚଲତ ଦେଖସି ବିଷଭୁଜା ଦଶ ଚାପ ରଥ ଚଢ଼ି ଚଲେ ଉଦସାନନ ଫିରଉ ଫିରଉ କରି ତାପସିଆବର ରାମଚନ୍ଦ୍ର ଶଙ୍କର ହରିଓ ବଜୁ ମଙ୍ଗଳ ଭବନ ମଙ୍ଗଳ ହାରି ଦ୍ରବୌଷ ଦଶରଥ ଜିର ବିହାରୀ ଶ୍ରୀରାମ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ନିଜ ସୈନ୍ୟଙ୍କର ବିଚଳିତ ଅବସ୍ଥା ଦେଖି ରାବଣ ବିଂଶଭୁଜ ମାନେ 20ଟା ହାତରେ 10ଟି ଧନୁ, କାହିଁକିନା 20ଟା ହାତରେ 20ଟା ଶର ମାରିବ କେମିତି? ଗୋଟାକରେ ଧରିବ, ଗୋଟାକରେ ଶର ଜୋଖିବ। 10ଟି ଧନୁ ଧରି ଚୋଖୁଛି ଶର ଏବଂ ରଥ ଚଢ଼ି ବାହାରି ପଡ଼ିଲା ପ୍ରସ୍ତୁତ ଅବସ୍ଥାରେ ଓ ପୃଷ୍ଠଭଙ୍ଗ ଦେଉଥିଲା। ଇଆଡ଼କୁ ଅନୁଥାଏ, ସିଆଡ଼କୁ ଅନୁଥାଏ, ଇଆଡ଼କୁ ଅନୁଥାଏ, ସିଆଡ଼କୁ ନିଜ ସୈନ୍ୟକୁ ଫେରିଆସ ବୋଲି ଡାକ ମାରୁଛି। ମୁଁ ତ ଏକାଟିଆ ବଣା କରିଦେମି, ଆଉ ଫେରିଆସ ଏମିତି ବୋଲିକି ଡାକ ଦେଇକି ଡାକ ପକାଉଛି। ଦୂରରେ ଅଛି। ଏହି ସମୟରେ ଧାୟ ପରମ କ୍ରୋଧ ଦଶ କନ୍ଦର ସମ୍ମୁଖ ଚଲେ ହୁହ ଦୈବ ବନ୍ଦର ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ଗହି କର ପାଦ ଉପଲ ପହାରା ଡାରହି ତପର ଏ କହିବାରା ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ରାବଣ ବହୁତ ରାଗି ଯାଇଛି, ଅତ୍ୟନ୍ତ କ୍ରୋଧ ହୋଇଯାଇଛି। ଆସୁଛି, ଦ୍ରୁତ ଗତିରେ ଆସୁଛି। ବାନରମାନେ ହୁଙ୍କାର ଶବ୍ଦ କରି ଆପଣମାନେ ତ ଜାଣିଛନ୍ତି, ଗୋଟେ ଖପାରେ ସିଏ ଏକାଥରେ 5-10 ଫୁଟ ଡେଇଁଯିବେ କରିକି ରାବଣର ପାଖାପାଖି ହେଇଗଲେ। ସେମାନେ ହାତରେ, ତାଙ୍କର ତ ଆଉ ଯନ୍ତ୍ରପାତି ନାହିଁ, କୁଆଡ଼ୁ ଆଣିବେ? ତାଙ୍କର କେବଳ ପାହାଡ଼ ପର୍ବତ, ବଡ଼ ବଡ଼ ପଥର ଆଉ ଶାଳ ବୃକ୍ଷ ଛଡ଼ା ଆଉ ସିଧା ହେବନି କି ବଙ୍କା ଟଙ୍କା ସେଥିରେ ପିଟି ହେବନି। ତାଙ୍କର ସବୁ ଯନ୍ତ୍ରପାତି ଏଇଆ, ତାକୁ ସବୁ ଧରି ଏକାଥରେ ବାନର ତ କେଉଁ ଅଭାବ ଅଛନ୍ତି, ଯାଚ୍ଛା ଯେତେ ଇଚ୍ଛା ସେତେ, କିଏ ଧରିଛି ପଥର, ଯିଏ ବଳବାନ ପର୍ବତ, କିଏ ତାର ବିରାଟ ଶାଳ ଗଛ, ଯେଝା ବଳ ନେଇକି ସବୁ ଧରିଛନ୍ତି। ପକାଇଥିଲେ ଏକାଥରେ ରାବଣ ଉପରେ। ଲାଗ ହିଁ ଶୈଳ ବଜ୍ର ତନ ତନ ଶାଶୁ
ଖଣ୍ଡ ଖଣ୍ଡ ହୋଇ ହୋଇ ଫୁଟଇ ଆସୁ। ଚଲନ ଅଚଲନ ରହାରଥ ରୂପୀ। ରନ ଦୁର୍ମଦ ରାବଣ ଅତି କୋପୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। କିନ୍ତୁ ତାର ବଜ୍ରତୁଲ୍ୟ ଶରୀରରେ ବାଜିକି ପାହାଡ଼ ଓ ପଥର ସବୁ ଖଣ୍ଡ ଖଣ୍ଡ ହୋଇଗଲା। ଆପଣମାନେ ଦେଖିଥିବେ ଶ୍ରୋତାବନ୍ଧୁ। ରାବଣ ଇଏ କ'ଣ ପଥର ପକାଇବେ, ତା ଦେହ ତ ପଥର ଠାରୁ ଆଉ ଟାଣ, ଯେମିତି କୁମ୍ଭକର୍ଣ୍ଣ ଆପଣମାନେ ଶୁଣିଥିଲେ ଆଗରୁ। ବିରାଟ ଶରୀର ତାର, ପଥର ସବୁ ଖଣ୍ଡ ଖଣ୍ଡ ହୋଇଯାଉଛି। ଆଶ୍ଚର୍ଯ୍ୟ ହେଉଛନ୍ତି ବାନରମାନେ। ଅତି କ୍ରୋଧୀ, ଅତି ରାବଣ ବେଳକୁ ବେଳ ଅତି କ୍ରୋଧୀ, ମାନେ ରାଗ ତାର ବଢ଼ିଯାଉଛି। ଉନ୍ମାଦରେ ଖାଲି ଚିତ୍କାର କରୁଛି। ରାବଣ ରଥକୁ ରଖି ଦୃଢ଼ ଭାବରେ ଠିଆ ହୋଇକି ରହିଲା, ଦେଖିଆ କ'ଣ କରୁଛନ୍ତି। ଆଉ କହିଲା କ'ଣ କେତେ ମାରିବେ ମାରନ୍ତୁ ଦେଖିବା। ସେଇଠିକି ରଥ ରଖିଛି, ଆଉ କୁଆଡ଼େ ଘୁଞ୍ଚିଲାନି, ଠିଆ ହେଇଛି ରାବଣ ନିର୍ଭୟରେ। ଇତ ଉତ ଝପଟି ଦପଟି କପି ଯୋଧା। ମଦେଇ ଲାଗ ଭୟ ଅତି ଅତି କ୍ରୋଧା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଜୟ ରଘୁନନ୍ଦନ ଜୟ ঘনশ্যাম। চলে পরায়ে ভালু কপি কপি নানা। ত্রাহি ত্রাহি অঙ্গদ অঙ্গদ হনুমান। শ্রীরাম জয় রাম জয় জয় রাম। জয় রঘুনন্দন জয় ঘনশ্যাম। ভক্তবৎসଳ ভଗବାନ କି ଜୟ। ରାବଣ ସେତେବେଳେ ବହୁତ ରାଗିଯାଇଛି, ଭୀଷଣ ରାଗିଯାଇଛି। ସେହି ସମୟରେ ବାନର ବି କମ୍ ନୁହେଁ, ତାଙ୍କର ବି କ୍ରୋଧ ବଢ଼ିଗଲାଣି। ଖାଲି ଡେଇଁକି ଇଆଡ଼କୁ କୁଦା ମାରୁଛନ୍ତି, ସିଆଡ଼କୁ କୁଦା ମାରୁଛନ୍ତି। ସେହି ସମୟରେ ରାବଣ ତ ସୈନ୍ୟ ସମ୍ପଦ ତାର ତ କମ୍ ନାହିଁ, ଆଣିছে କିଛି ବାନରକୁ ଦଳିକି ମାରିବା ଉପରେ ଆଉ ପୁରା ଘାୟଲା କରିଦେଇ ସାରିଲା। ଅନେକ ଭାଲୁ ଓ ବାନର ଏସବୁ ଅଙ୍ଗଦ ତ ଟିକେ ଆଉ ଟିକେ ବେଶୀ ବଳୁଆ, କହୁଛନ୍ତି ହେ ଅଙ୍ଗଦ, ହେ ହନୁମାନ, ରକ୍ଷା କର ରକ୍ଷା କର। ଆମେ ଆଉ ଏଇ ଯେଉଁ ରାକ୍ଷସମାନଙ୍କ ଯୁଦ୍ଧ ସହିପାରିବୁନୁ, ତମେ ଏବେ ପ୍ରକ୍ଷୀ ପକା, ଆମେ ସବୁ ଯାଉଛୁ। ଅଙ୍ଗଦ କହିଲେ, ଆରେ ଯୁଦ୍ଧରୁ ପଳଉଛ କ'ଣ, ରୁହ, ଆମେ ସବୁ ତମ ପଛରେ ଅଛୁ। ବାନର କାହିଁକି ଶୁଣିବେ, ଯାଉଛନ୍ତି। ପଳେଇବା ଆଉ, ରହିବା କାହିଁକି ଏଠି ମରିକି। ପାଇ ପାଇ ରଘୁବୀର ଗୋସାଇଁ। यह खल खाई खाई काल की नाई। श्रीराम जय राम जय जय राम। जय रघुनंदन जय घनश्याम। तेहि देखे कपि सकल पराने। दशऊ तपसायक संभाने। श्रीराम जय राम जय जय राम। जय रघुनंदन जय घनश्याम। भक्तवत्सल भगवान की जय। मर्यादा पुरुष राम निश्चଳରେ ବସିଛନ୍ତି। ପହଞ୍ଚିଗଲେ ବାନରମାନେ, କହୁଛନ୍ତି ପ୍ରଭୁ ହେ ଗୋସାଇଁ ରକ୍ଷା କରନ୍ତୁ,
ଆମକୁ ରକ୍ଷା କରନ୍ତୁ। ଏ ଦୁଷ୍ଟ ରାକ୍ଷସମାନେ ଆମକୁ କାଳ ଭଳିଆ ଗୋଡ଼େଇ ଖାଇଯାଉଛନ୍ତି। ଏପରି ରଡ଼ି କରୁଛନ୍ତି ବାନରମାନେ। ସବୁ ବାନର ପଳେଇ ଯିବାକୁ ବସିଲେଣି। ତାହା ଦେଖି ରାବଣ ତାର 10 ଧନୁରେ ସର ସନ୍ଧାନ କଲା। ଗୋଟେ ଫଲ୍ସ ଫାୟାରିଂ କରୁଥାଏ, ଆଉ ଗୋଟେ ବାଜୁ କରୁଥାଏ। ସନ୍ଧାନୀ ଧନୁ ଧରି ସର ନିକର, ଛାଡ଼େ ଶିଉର ଗଜିମି ଉଡ଼ିଲା ଗହି, ରହେ ପୁରୀ ସର ଧରନି ଗଗନ, ଦିଶି ବିଦଶୀ କହ କପିଭା ଗହି, ଭୟ ଅତି କୋଲାହଲ ବିକଲ, କପିଦଲ ଭାଲୁ ବଲହି ଆତୁରେ। ଡାକୁଛନ୍ତି ଆତୁର ହେଇ। ରଘୁବୀର କରୁଣା ସିନ୍ଧୁ ଆରତ, ବନ୍ଧୁ ଜନ ଇଚ୍ଛକ ହରେ ସିୟାବର ରାମଚନ୍ଦ୍ର ଶଙ୍କର ହରିଓಂ, ଭଜୁ ମଙ୍ଗଳ ଭବନୟ ମଙ୍ଗଳ ହାରି, ଦ୍ରବ ଔଷଧ ଶରତ ଅଜିର ବିହାରୀ, ଶ୍ରୀରାମ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ, ଭକ୍ତ ବତ୍ସଳ ଭଗବାନ କି ଜୟ। ସେ ଧନୁମାନଙ୍କର ସର ରାବଣ ତାର ଖଞ୍ଜି ଅଗଣିତ, ଗୋଟିଏ 2, 4, 10, 20 ଟଙ୍କା 10ଟା ଜଣେ ଗୋଟେ ହାତରେ ଗୋଟେ ସର ମାନେ ତାର ଏକା ଥରେ 10ଟା ବାହାରିବ। ମାରୁଛି ସର। ସେଇ ସବୁ ସର ଲକ୍ଷ୍ୟସ୍ଥଳ ଆଡ଼କୁ ବାନରମାନଙ୍କୁ ମାରୁଛି। ଦୂରେଇ ଗଣେ ସୁଦ୍ଧା ସର ବହୁତ ବାଟ ଯିବ ନା, ମାରୁଛି ଯେମିତି ସର୍ପ, ବିଷଧର ସର୍ପ ଭଳିଆ ସର ଛୁଟୁଛି। ପୃଥିବୀ ଆକାଶ ଦିଗ ବିଦିଗ ସବୁଆଡ଼େ ସରରେ ପରିପୂର୍ଣ୍ଣ ହୋଇଗଲାଣି। ବାନରମାନେ ଆଉ ଯିବେ କୁଆଡ଼େ? କୋଳାହଳ ସୃଷ୍ଟି କରି, ବ୍ୟାକୁଳ ହୋଇ, ମନ ଦୁଃଖ କରି ବାନର ଓ ଭଲ୍ଲୁକମାନଙ୍କର ସୈନ୍ୟ ଆଉ ସେନାପତିମାନେ ଆର୍ତ୍ତନାଦ କରୁଛନ୍ତି। ଡରିଗଲେଣି ରାବଣକୁ। ଏଇରକମ ତାଙ୍କର କୋଳାହଳ ସୃଷ୍ଟି ଚାଲିଛି। ଡରରେ କହୁଛନ୍ତି, ହେ ମର୍ଯ୍ୟାଦା ପୁରୁଷ ରାମ, ହେ ରଘୁବୀର, ହେ କରୁଣସାଗର, ହେ ହାତବନ୍ଧୁ, ହେ ନାରାୟଣ, ଆମକୁ ରକ୍ଷା କର। ହେ ସେବକ, ହେ ରକ୍ଷାକର୍ତ୍ତା, ସେବକମାନଙ୍କର ରକ୍ଷାକାରୀ, ହେ ହରି, ହେ ଶରଣ ରକ୍ଷକ। ଏଭଳି ବିଭିନ୍ନ ପ୍ରକାରର ବାନରମାନେ ଆର୍ତ୍ତନାଦ କରୁଛନ୍ତି। ସେ ସମୟର ଦୃଶ୍ୟ ଦୁଃଖମୟ ଦୃଶ୍ୟ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ମୋର ପ୍ରିୟ ଶ୍ରୋତା ବନ୍ଧୁ ଆଉ ବେଶୀ ସଂଖ୍ୟାରେ ଦେଖୁନାହାନ୍ତି ଏ ଧାରାବାହିକ, କିଏ ଶୁଣିବ? ଗପ ଭଳିଆ ଯେତିକି ଜମ କଥା ଗୋଟେ ଅଧ୍ୟାୟ କରିକି କହିଦେଲେ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ଭଲ ଲାଗୁଛି। ତେଣୁ ଆମେ ତ ସେମିତି ଦରଖଣ୍ଡିଆ କରିପାରିବାନି। ଆପଣମାନଙ୍କର ଇଚ୍ଛା, କିଛି ତ ଆଶା ଆକାଂକ୍ଷା ନାହିଁ। କେବଳ ଟିକେ ଲୋକ ଜାଣନ୍ତୁ ଆଉ ଶୁଣନ୍ତୁ। ବିଷୟବସ୍ତୁଟା ପୁରା ଜାଣିଲେ ଟିକେ ଭଲ ଲାଗିବ। ଏଇ ଉଦ୍ଦେଶ୍ୟରେ ଚାଲିଛି, ଆଉ ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ। ଆପଣମାନେ ଦୟାକରି ସମ୍ପୂର୍ଣ୍ଣ ଦେଖନ୍ତୁ। ଯେତିକି ଶ୍ରୋତା ବନ୍ଧୁ ଦେଖିଲେ। ଆଗରୁ ତ ପେଶା ଉଦ୍ଦେଶ୍ୟ ଥିଲା, ବର୍ତ୍ତମାନ ନିଶା ହିସାବରେ ଚାଲିଛି। ଆଉ ସେସବୁ ଭରସା ନାହିଁ। ସେଇ ମର୍ଯ୍ୟାଦା ପୁରୁଷ ରାମ ନାରାୟଣଙ୍କୁ ନମସ୍କାର କରି, ଶଙ୍କର ଭଗବାନଙ୍କୁ ନମସ୍କାର କରି, କୃଷ୍ଣ ଭଗବାନଙ୍କୁ ନମସ୍କାର କରି, ଜଗନ୍ନାଥ ମହାପ୍ରଭୁଙ୍କୁ ନମସ୍କାର କରି, ଲକ୍ଷ୍ମଣ ଭରତ ମହାରାଜଙ୍କୁ ନମସ୍କାର କରି, ଶତ୍ରୁଘ୍ନ ବୀରଙ୍କୁ ନମସ୍କାର କରି, ଜନକ ନନ୍ଦିନୀ ସୀତାଦେବୀଙ୍କୁ ନମସ୍କାର କରି, ସଙ୍କଟମୋଚନ ହନୁମାନଙ୍କୁ ନମସ୍କାର କରି, ଝଙ୍କଡ଼ ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଦଶ ଦିଗ ପାଳ ସମସ୍ତଙ୍କୁ ନମସ୍କାର କରି, ଅଗ୍ନି ଜଳ ବସୁଧା ଦେବତାଙ୍କୁ ନମସ୍କାର କରି, ପବନ ସୂର୍ଯ୍ୟ ଚନ୍ଦ୍ର ଦେବତାଙ୍କୁ ନମସ୍କାର କରି, ମୋର ଶେଷରେ ମୋର ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ମୋ ତରଫରୁ ପ୍ରଣାମ କରି
ଏତିକି ନିବେଦନ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ତଥା ତାଙ୍କର ପିଲାବାଳକ ଗୁରୁ ଗୁରୁଜନ ପରିବାର ତାଙ୍କ ସହିତ ଏ ବିଶ୍ୱରେ ଯେତେ ନରନାରୀ ପିଲାବାଳକ ମୋର ଗୁରୁଜନ ଅଛନ୍ତି ମନୁଷ୍ୟ ଠାରୁ ପଶୁପକ୍ଷୀ କୀଟକ ପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଏ ରାମନାରାୟଣ ଘଟ ଗୋଡ଼େଇକି ରଖନ୍ତୁ। ଏ କଳିଯୁଗ କଥା ସେମାନଙ୍କୁ ଭଲ ରଖନ୍ତୁ। ଏତିକି ନିବେଦନ କରି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲଟା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ।